ତାର ସ୍ୱାସ୍ଥ୍ୟ ଅବଶ୍ୟ ଭଲ ନାହିଁ ଆଉ ସେ ଅବେ ଗୁରୁତର ଭାବରେ ପଡ଼ିଛି। ସେ ବି ଆଖି ଖୋଲୁ ନାହିଁ କିଛି ତାର ଭଲ ମନ୍ଦ ବି କିଛି ଜାଣି ହଉନି। ସାରଙ୍କୁ ପଚାରିଲି ସାର୍ କହିଲେ ତାର କଣ୍ଡିସନ ଭଲ ନାହିଁ। ତା ଦେହ ଟୋଟାଲି କିଛି ଖରାପ ନାହିଁ। ସେ ସୁସ୍ଥ ଥିଲା ଲେବରିଂ କାମ କରେ ଡେଲି ଲେବରିଂ ଯୋଉଦିନ ବି ଆସିଲା ଘରୁ ସେ ଲେବର କାମ କରିକି ଖିଆ ପିଆ ମୁଁ କହୁଛି ପୁଅ ଦିଟା ଖାଇଦେଇକି ଯା। ପୋଲିସ ବାଲା ଡାକିଥିଲେ ବାରଙ୍ଗ ଥାନା ବାଲା ଡାକିଥିଲେ କହିଲେ ଆଉ ରାକେଶ ତୁ ଟିକେ ଆସେ ତୋ ପାଖରେ କଥା ଅଛି। ତେଣୁ ସେ ଗାଧେଇ ପାଧେଇ କେନାଲରୁ ଆସିଲା ସେଠୁ ମୁଁ କହିଲି ବାପା ଟିକେ ଖାଇଦେଇକି ଯା ନା ମତେ ଖାଇବା ଭଲ ଲାଗୁନି ସାର୍ ଡାକିଛନ୍ତି ମୁଁ ଯାଉଛି ଭାରି। ଏବେ ଘରୁ କିଛି ଖାଇକି ଆସିନି। ଥାନାରେ ଯୋଉଦିନ ଆସିଲା ସେଦିନ ସେଇଦିନ ରାତିଟା ରହିଛି ତା ପଚରା ପଚରି କରିଛି ତାପରେ କଣ ହେଇଛି କଣ ନାହିଁ ମତେ କିଛି କହିଲାନି ଆଉ। କିଛି ନଥିଲା ସେମିତି କିଛି ଆଲକୋହଲ ସେମିତି ଧର ପାଟି ଟିକେ ଗଣେଶ ପୂଜା ମେଢ ଉଠିଲା କି କୋଉ ସାଙ୍ଗସାଥି ଡେଲି କେବେ ଖାଏନି ସେ। ନାଇଁ କିଛି ନଥିଲା ଭଲ ପିଲା ମୋର କାମ ଧନ୍ଦା କରି ଚଳେ। ଏବେ ତାର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନାହିଁ। ମୁଁ ଯାଇଥିଲି ଇଏ ଡାକିଥିଲେ ପ୍ରଫେସର ବାବୁ ଡାକିଥିଲେ ତା ଚାମ୍ବରକୁ। କହିଲେ ତମର ପିଲାର ସ୍ୱାସ୍ଥ୍ୟ ଅବସ୍ଥା କିଛି ଭଲ ନାହିଁ। ତାର କଣ ଗୋଟେ କ୍ୟାଲୋରୀ ନା କଣ କହନ୍ତି 7.2 ନା କଣ? 2 ହଁ 2.6 ରହିବା କଥା ବର୍ତ୍ତମାନ 7.2 ଅଛି 7.6 ଅଛି। ତାର କଣ୍ଡିସନ ଭଲ ନାହିଁ ଆଉ ତମେ ଭଗବାନ ଡାକ ତାର ଯଦି ଥିବ ଭଗବାନଙ୍କୁ ଆଜ୍ଞା ନାଇଁ ନାଇଁ ଡାକ୍ତର ଆମେ ଦେଖେଇଲୁ କିନ୍ତୁ ଏଇ ଆମର ଇଏ ଭିତରେ ଏସି ମେଡିକାଲ ଯାହା ଦେଖେଇଛନ୍ତି। ନାଇଁ ନାଇଁ ଆମେ ଦେଖେଇନୁ ଏ ପୋଲିସ ବାଲା ଦେଖଉଛନ୍ତି। ମୋର ଅଭିଯୋଗ କରିବା ଉଦ୍ଦେଶ୍ୟ ଯୋଉ ପୋଲିସ ବାବୁ ମାନେ ମୋ ପୁଅକୁ ବାଡେଇକି ତାকে ଇନଜୁରି କରିଛନ୍ତି ସିଏ ମରଣ ସହ ସଂଗ୍ରାମ କରୁଛି ସେ ପୋଲିସ ବାବୁ ସସ୍ପେଣ୍ଡ ହୁଅନ୍ତୁ। ମତେ ଉଚିତ ନ୍ୟାୟ ମିଳୁ ମୁଁ ମୋହନ ମାଝୀ ସରକାରଙ୍କ ନିବେଦନ କରୁଛି ମତେ ଉଚିତ ନ୍ୟାୟ ମିଳୁ ମୋ ପୁଅ ମତେ ଦରକାର। ପ୍ରଥମେ ସେ ମାଡ ନାଇଁ ପ୍ରଥମେ ଯେତେବେଳେ ଥାନାକୁ ସିଏ ଆସିଥିଲା ପୋଲିସ ବାବୁ ନେଇକି ଆସିଥିଲେ ସେଦିନ ମୋ ସ୍ତ୍ରୀ କି ଡକେଇଥିଲେ ମୋ ପୁଅର ଶାଶୁକୁ ମଧ୍ୟ ଡକେଇଥିଲେ ତାଙ୍କ ଶାଳୀକି ମଧ୍ୟ ଡକେଇଥିଲେ ତାଙ୍କୁ ଟ୍ରିଟମେଣ୍ଟ ନେଲେ କଣ ତା ପୂର୍ବ ଦିନ 21 ତାରିଖ ଦିନ କୁଆଖାଇ ବାଲିରୁ ଗୋଟେ ଶବ ମିଳିଥିଲା ସେ ଶବକୁ ପାଥେୟ କରି ମୋ ପୁଅକୁ କହିଲି ଏଇ ତୋର ସ୍ତ୍ରୀ ମୋ ପୁଅ କହିଲେ ଏଇ ତୋର ସ୍ତ୍ରୀ କିନ୍ତୁ ମୋ ପୁଅ ମଙ୍ଗି ନଥିଲା କହିଲା ଇଏ ମୋ ସ୍ତ୍ରୀ ନୁହଁ ଚିହ୍ନି ହେଲା ପରେ ମୋ ସ୍ତ୍ରୀ ନୁହଁ ମୋ ସ୍ତ୍ରୀ ମଧ୍ୟ କହିଲେ ଏ ପୁଅର ମା ରାକେଶର ମା ମଧ୍ୟ କହିଲେ ଇଏ ମୋ ବୋହୂ ନୁହଁ ତା ଶାଶୁ ମଧ୍ୟ କହିଲେ ରାକେଶର ଶାଶୁ ମଧ୍ୟ କହିଲେ ଇଏ ମୋ ଝିଅ ନୁହଁ ପୋଲିସଙ୍କର ଜିଗର ଯେ ତମ ସ୍ତ୍ରୀ ତମେ ୟାକୁ ମାରିକି ଏଠି ପକେଇଥିଲ ତା କଥା କେହି ଶୁଣିଲେନି ତାପରେ ହଁ ସେଇଟା ପରେ ପାଇଲି କଣ ସେ ମାଡ ଖାଇସାରିଲା ପରେ ସେଇ 21 ତାରିଖ ଦିନ 22 ତାରିଖ ଦିନ ଆସିକି ତାକୁ ଛାଡି ଦେଇଥିଲେ 23 ତାରିଖ ଦିନ ରାତିରେ ଏଇ ଯୋଉ କଥା କହୁଛି ମୋ ସ୍ତ୍ରୀ ଆସିଥିଲା ତା ଶାଶୁ ଆସିଥିଲା ତା ଶାଳୀ ମଧ୍ୟ ଆସିଥିଲେ ସେମାନେ ପଚାରେ ସେମାନେ ବି କହିଲେ ତା ଶାଳୀ କହିଲେ ଇଏ ମୋ ଭଉଣୀ ନୁହଁ ତାପରେ ତାଙ୍କ ଶାଶୁ କହିଲେ ଇଏ ମୋ ଝିଅ ନୁହଁ ମୋ ସ୍ତ୍ରୀ ମଧ୍ୟ କହିଲେ ଇଏ ମୋ ବୋହୂ ନୁହଁ ମୋ ପୁଅ ମଧ୍ୟ କହିଲେ ଇଏ ମୋ ସ୍ତ୍ରୀ ନୁହଁ ତାପରେ ମୋ ସ୍ତ୍ରୀ କି 11ଟା ରାତିରେ ବାରଙ୍ଗ ଥାନା ପୋଲିସ ନେଇକି ଘରେ ଛାଡିଲେ ତାଙ୍କ ଶାଶୁକୁ ତାଙ୍କ ଶାଳୀକି ମଧ୍ୟ ନେଇ ତାଙ୍କ ଗାଁରେ ନେଇକି ଛାଡିଲେ 11ଟା ରାତିରେ ତା ପୁଅକୁ କିନ୍ତୁ ସେଠି ରଖିଲା ପରେ 12ଟା ରାତିରେ ମୋ ପୁଅକୁ ଆମ ପୋଲିସ ଷ୍ଟେସନରୁ ଆମ ଗାଁ ହଉଛି 3 କିଲୋମିଟର ଗୋଟେ କିଲୋମିଟର ଆସିବା ପରେ ଆମ ଗାଁ ପାଖରେ ଗୋଟେ ଗାଁ ମଝିରେ ଗାଁକୁ ଆସିବ ଆଉ ପୋଲିସ ଥାନା ତା ମଝିରେ ଗୋଟେ ଅଛି ଭୋଳ ବାବୁ ହତା ବୋଲି ଗୋଟେ ଅଛି ଆମର ଆମ୍ବ ପଡିଆ ସେ ଆମ୍ବ ପଡିଆ ତୋଟାକୁ ନେଇ ତାକୁ ରାତି 12ଟାରୁ ରାତି 3ଟା ପର୍ଯ୍ୟନ୍ତ ବାଡେଇଛନ୍ତି ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ପାଇପରେ ପିଟିଛି ରାକେଶ କଥା ମତେ ଏଇଠି କହିଲା ଯେ ସେ କୋଉଠି କହିଲା ମୁଁ ସେ କଥାଟା କହୁଛି ଆପଣଙ୍କୁ କହିଲା ବାପା ମତେ ଏଇ ଭଳିଆ ନୃଶଂସ ଭାବରେ ପିଟିଛନ୍ତି ପିଟିଲା ପରେ ମତେ କହୁଛନ୍ତି ମାନିଯା ଇଏ ତୋର ସ୍ତ୍ରୀ ବୋଲି ସିଏ କିନ୍ତୁ ବିଲକୁଲ ମାନୁନି ଯେହେତୁ ତା ସ୍ତ୍ରୀ ହେଇଥିଲେ ସିନା ମାନନ୍ତା ତା ସ୍ତ୍ରୀ ନୁହଁ ବୋଲି ସେ ଟୋଟାଲ ମଙ୍ଗିଲା ନାହିଁ ନାଇଁ ଶୁଣନ୍ତୁ ଆଉ ଟିକେ ଅଛି ତାପରେ ଯେତେବେଳେ କହିଲେ ବାପା ମତେ ନୃଶଂସ ଭାବରେ ବାଡେଇ ଚାଲିଲେ ମୁଁ ଗୋଡଠୁ ପିଠି ପର୍ଯ୍ୟନ୍ତ ଅଣ୍ଟା ପର୍ଯ୍ୟନ୍ତ ବାଡେଇ ଚାଲିଲେ ତାପରେ ବାଡେଇ ସାରିଲା ପରେ ପୁଣି ମତେ ପଚାରୁଥାନ୍ତି ମଙ୍ଗିଯା ସେ ସ୍ତ୍ରୀ ବୋଲି ସେ ନ ମଙ୍ଗିଲା ତା 4-5ଟା ପୋଲିସ ତା ଗୋଡଠୁ ବେକ ପର୍ଯ୍ୟନ୍ତ ସବୁଆଡେ କୋଉଠିରେ ଚଢି ଚାଡିକି ତାକୁ କୁଦି ଦଳି ପକେଇଲା ପରେ ସିଏ ସେନ୍ସଲେସ୍ ହେଇଗଲା ତାପରେ ଗୋଟେ ପ୍ରାଇଭେଟ ମେଡିକାଲକୁ ଆଣିଥିଲେ ସେଇଟା ହଉଛି ଫୁଲନଖରା
ସେ ଫୁଲନଖରା ମେଡିକାଲଟା ପ୍ରାଇଭେଟ ମେଡିକାଲଟା ତାର କ'ଣ ଟେକ୍ସମି ନା କ'ଣ ସେ ମେଡିକାଲ ପ୍ରାଇଭେଟରେ ପକେଇଥିଲେ। ଆମେ ସେ ଯୋଉ ପକେଇବା ଭିତରେ ଆମେ 24 ତାରିଖ ଦିନ 23 ଦିନ ରାତି ଗୋଟେ ତାରିଖଟା ମନେ ପଡୁନି। ଆମେ ସେଇଠୁ ଆସିଲୁ ଥାନାକୁ ଯେ ଆମ ପୁଅକୁ ହଁ ତାପରେ ମୋ ପୁଅ କୁଆଡେ ଯାଇଛି ବୋଲି ଆମେ ଥାନା ବାଲାଙ୍କୁ ପଚାରିଲୁ। ଥାନା ବାଲା ଯେତେବେଳେ ପଚାରିଲୁ ସେ କହିଲେ ତମ ପୁଅ ଇନଭେଷ୍ଟିଗେସନ ଯାଇଛନ୍ତି, ଆମର 2ଟା ଟିମ୍ ଯାଇଛି ତମ ପୁଅ ଖୋଜିବା ପାଇଁ, ତମ ପୁଅ ସେଥିରେ ଯାଇଛି, ସେ ତା ସ୍ତ୍ରୀକି ଚିହ୍ନିବ ବୋଲି ସେ ସିଆଡେ ଯାଇଛି ଖୋଜିବା ନିମନ୍ତେ। କହିଲେ ତାହେଲେ ତାଙ୍କ ସହିତ କଥାବାର୍ତ୍ତା କରିଦିଅ ନା, ସିଏ ଆସିଲା ପରେ ଯାହା କହିବେ। ଏଇ କଥା କହିଲେ, କିନ୍ତୁ ତାପରେ ପରେ ଆମେ ଶୁଣା ପାଇଲୁ, ବିଶେଷ ସୂତ୍ର ଶୁଣା ପାଇଲୁ, ଆମ ଗାଁର ଗୋଟେ ପିଲା କହିଲା ତମ ପୁଅ ନା ରାକେଶ ବେହେରା, ତା ବାପା ନା କାର୍ତ୍ତିକ ବେହେରା, ସିଏ ବର୍ତ୍ତମାନ ମୃତ୍ୟୁ ସହ ଲଢେଇ କରୁଛି, ତା ପ୍ରାଇଭେଟ ମେଡିକାଲରେ ଗୋଟେ ରଖିଛନ୍ତି ଆମର। ନାଇଁ ନାଇଁ, ଆଜି ଆଜି ମୁଁ ସକାଳେ ଆସି ପହଞ୍ଚିଲି, କାଲି ତ ସେଠି ରାଲିରେ ଥିଲି ବାରଙ୍ଗ ଥାନା ସାମ୍ନାରେ। ଯାଇ ସକାଳେ ଯେତେବେଳେ ଆସି ପହଞ୍ଚିଲେ ଏଠି, ଆଗ ଆସି ପହଞ୍ଚି କହିଲେ ମୋ ପୁଅ ଟିକେ ଦେଖା କରିବି। ମତେ ମଙ୍ଗଳବାର ଆଇଆଇସି କହିଲେ ଆମକୁ ତ ଛାଡୁନାହାନ୍ତି, ତମକୁ କଣ ଛାଡିବେ। ସିଏ ବି ମନା କଲେ ଆମକୁ ପୋଲିସ ବାଲାଙ୍କୁ ଛାଡୁନାହାନ୍ତି, ତମକୁ ଛାଡିବେନି, ଛାଡୁନାହାନ୍ତି। ତାପରେ ମୁଁ କିଛି ସମୟ ପରେ ବସିଲା ପରେ ଆମର କ୍ୟାଡିଲିର ଯିଏ ଅଛନ୍ତି ପ୍ରଫେସର କି ପଟ୍ଟନାୟକ, ତାଙ୍କ ନାଁଟା ମନେ ପଡୁନି, ସିଏ କହିଲେ ତାଙ୍କୁ ଡକେଇଲେ, ମତେ କହିଲେ ମୋ ଚାମ୍ବର ତାଙ୍କୁ ଡାକିଲେ, ତାଙ୍କ ସହିତ ମୁଁ କଥା ହେବି। ସେଠୁ ମତେ ଚାମ୍ବରକୁ ଡାକିଲେ, କହିଲେ ବାବୁ ତମରି ପୁଅ ସିଏ? ମୁଁ କହିଲି ହଁ ଆଜ୍ଞା ମୋ ପୁଅ ରାକେଶ ବେହେରା ହଉଛି ମୋ ପୁଅ। ସେଠୁ କହିଲେ ତମ ପୁଅର କଣ୍ଡିସନ ଭଲ ନାହିଁ, ତାର 7.6 ଅଛି, ତାର 2.6 ରହିବା କଥା। ସେ ବର୍ତ୍ତମାନ ତାର ମାନେ କିଛି ଭଲ ନାହିଁ ତାର, ଏଇ କଥା ହିଁ ମତେ କହିଲେ।